କାର୍ଯ୍ୟଫର୍ଦ୍ଦ 6 ବିଷୟ ଶିକ୍ଷା ଦୀକ୍ଷା କବି ବୈଷ୍ଣବ ବାଣୀ। ଆଚ୍ଛା ଦେଖିବା ପ୍ରଥମେ ଦେଇଛି ଗୋଟେ ଗୀତ ଦେଇଛି ବାତ୍ସଲ୍ୟ ଗୀତି। ଚାଲ ତାକୁ ପଢ଼ିବା। ତୁମ କଳା କାଇଁଚ ସର ଲବଣୀ ମାଗୁଛି ଲାଞ୍ଚଲୋ ଯଶୋଦା ଉଭା ଦୁଆରେ ଲୋ ସଜନୀ ଯଶୋଦା ଉଭା ଦୁଆରେ ମୋ କୃଷ୍ଣ ଆସନ୍ତି ଗୋରୁ ପଛରେ ସେ ଚାଲୁଛନ୍ତି ଧୀରେ ଧୀରେ ଲୋ। ଏଇଟା ଗୋଟେ ଗୀତ। ଏଇ ଗୀତଟା କିଏ ଗାଇଛି ନା ଏଇଟା ଶ୍ରୀକୃଷ୍ଣଙ୍କ ମାତା ଯଶୋଦା ତାଙ୍କର ପୁଅ କୃଷ୍ଣଙ୍କ ପାଇଁ ଗାଇଛନ୍ତି। କୃଷ୍ଣ ସର ଲବଣୀ ଖାଇବା ପାଇଁ ଭଲ ପାଆନ୍ତି ହେଲା, ଆଉ ତାକୁ କଳା କାଇଁଚ ବୋଲି ବି କହିଛନ୍ତି। ତାପରେ ଦେଖିବା ଶିକ୍ଷଣ କାର୍ଯ୍ୟ 1 କ ଲୋକ ଗୀତଟିରେ କଳା କାଇଁଚ ବୋଲି କାହାକୁ ସମ୍ବୋଧନ କରାଯାଇଛି? ଉତ୍ତର ଶ୍ରୀକୃଷ୍ଣ। ଲୋକ ଗୀତଟିରେ କଳା କାଇଁଚ ବୋଲି ଶ୍ରୀକୃଷ୍ଣଙ୍କୁ ସମ୍ବୋଧନ କରାଯାଇଛି। ଖ ଶ୍ରୀକୃଷ୍ଣ କ'ଣ ଖାଇବାକୁ ଭଲ ପାଉଥିଲେ? ଶ୍ରୀକୃଷ୍ଣ ସର ଲବଣୀ ଖାଇବାକୁ ଭଲ ପାଉଥିଲେ ହେଲା। ଗ ଶ୍ରୀକୃଷ୍ଣଙ୍କର ମାଙ୍କ ନାମ କେଉଁଟି ନୁହେଁ? ପିଲାମାନେ ଶ୍ରୀକୃଷ୍ଣଙ୍କର 2ଟି ମା ଅଛନ୍ତି, ଜଣେ ହେଉଛନ୍ତି ଦେବକୀ ଆଉ ଜଣେ ଯଶୋଦା। ତାହେଲେ କୈକେୟୀ ହେଉଛନ୍ତି ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ମାତା, ତେଣୁ କୈକେୟୀ ଶ୍ରୀକୃଷ୍ଣଙ୍କର ମା ନୁହନ୍ତି। ଘ ଦ୍ୱାର ଦେଶରେ କିଏ ଦଣ୍ଡାୟମାନ ହୋଇଥିବା କଥା ଗୀତିରେ କୁହାଯାଇଛି? ଦ୍ୱାର ଦେଶରେ ଯଶୋଦା ଦଣ୍ଡାୟମାନ ହୋଇଥିବା କଥା ଗୀତିରେ କୁହାଯାଇଛି। ଏହି ଲୋକଗୀତରେ କେଉଁ ରସ ପ୍ରତିଫଳିତ ହୋଇଛି? ଏହି ଲୋକଗୀତରେ ବାତ୍ସଲ୍ୟ ରସ ପ୍ରତିଫଳିତ ହୋଇଛି। ବାତ୍ସଲ୍ୟ ଅର୍ଥ ପିଲାମାନେ ସ୍ନେହ ମମତା ହେଲା। ତାପରେ ଶିକ୍ଷଣ କାର୍ଯ୍ୟ 2 ଆସ ତଳ ଲେଖା ଗୁଡ଼ିକୁ ପଢ଼ିବା ଓ ବନ୍ଧନୀରୁ ଉପଯୁକ୍ତ ଶବ୍ଦ ବାଛି କରି ଡାହାଣ ପାର୍ଶ୍ୱରେ ଥିବା ଖାଲି ଜାଗାରେ ଉତ୍ତର ଲେଖିବା। ଏଠି ବନ୍ଧନୀ ଭିତରେ ଶବ୍ଦ ଦେଇଛି ଖଜୁରୀ କୋଳି, ଚାଳ, ଛତୁ, ନଡ଼ିଆ, ମହୁମାଛି, ମନ, ବାଷ୍ପ, ତାଳ, ପଣସ। କ ଜୀବନ ସାରା ସେ ଖଟୁଥାଏ ଅମୂଲ୍ୟ ଫୁଲମାନଙ୍କୁ ସେ ଭେଟୁଥାଏ ଅମୂଲ୍ୟ ଦରବ କରେ ତିଆରି ଏଡ଼ିକି ମଧୁର କିଏ ତା ସରି। ଏଇଟା କିଏ ନା ଜୀବନ ସାରା ଖଟୁଥାଏ ଫୁଲମାନଙ୍କୁ ଭେଟୁଥାଏ ଆଉ ଯେଉଁ ଅମୂଲ୍ୟ ଦରବ ତିଆରି କରେ ଆଉ ସେଇ ଜିନିଷଟା ମିଠା ଲାଗେ। ସେଇଟା କ'ଣ? କିଏ ସେଇଟା କରେ ନା ମହୁମାଛି। ମହୁମାଛି ମହୁ ତିଆରି କରେ ହେଲା, ସେ ମହୁକୁ ଅମୂଲ୍ୟ ଦରବ କୁହାଯାଇଛି। ଖ ଗଛରୁ ପଡ଼ିଲା ଟେକାଟିଏ ତା ମୁଣ୍ଡରେ ଠେକାଟିଏ। ପିଲାମାନେ ଗଛରୁ ପଡ଼ିଲା ଟେକାଟିଏ କହିଲେ କ'ଣ? ଏଠାରେ ତାଳକୁ କୁହାଯାଇଛି, ତା ମୁଣ୍ଡରେ ଠେକାଟିଏ। ତାଳ ଯେଉଁ ପଛପଟେ ନାହିଁ ଗୋଟେ ଥାଏ ଟୋପି ଭଳିଆ, ସେଇଟାକୁ ଠେକା କୁହାଯାଇଛି। ଗ ଏଇଠି ଅଛି ସେଇଠି ଅଛି ସାତ କିଆ ବାଡ଼ ଡେଇଁ ପଡ଼ୁଛି। ଏଇଟା ହେଉଛି ମନ। ଆମ ମନ ଯୁଆଡ଼େ ଚାହିଁବ ସିଆଡ଼େ ଯାଏ ହେଲା, ତାର ଉତ୍ତର ମନ। ଘ ହରଡ଼ ଚଢ଼େଇ ନରଡ଼ ପକ୍ଷୀ କେଉଁ ଚଢ଼େଇର 3ଟି ଆଖି? 3ଟି ଆଖି ପିଲାମାନେ ନଡ଼ିଆର 3ଟି କଣା ହେଲା, ଏଇଟା କୁହାଯାଇଛି। ଅମଞ୍ଜା ମଞ୍ଜା ମଞ୍ଜି ନାହିଁ ସେ ତ ଶୂନ୍ୟରୁ ଗଜା। ପିଲାମାନେ କାହାର ମଞ୍ଜି ନଥାଇ ମଧ୍ୟ ଫୁଟେ, ସେଇଟା ହେଉଛି ଛତୁ ହେଲା। ଚାଳ ଉପରେ ଫୁଟିଥାଏ, ତାକୁ ଛତୁ କହନ୍ତି। ଚ ବରଷକେ ଥରେ ଖାଏ ମୁହଁ ମାଡ଼ି ପଡ଼ିଥାଏ। ଏଇଟା ପିଲାମାନେ ଚାଳ ହେଲା, ଚାଳ ଘର ଯେଉଁ ହେଲା, ବରଷକେ ଥରେ ଚାଳକୁ ଛପର କରାଯାଏ ହେଲା। ଗରମ ପାଇଲେ ଆକାଶେ ଉଡ଼େ ଶୀତଳ ପାଇଲେ ତଳକୁ ପଡ଼େ। କ'ଣ ପିଲାମାନେ ଗରମ ପାଇଲେ ଆକାଶକୁ ଉଡ଼େ? ବାଷ୍ପ। ଯେତେବେଳେ ବାଷ୍ପ କ'ଣ ହୁଏ? ଜଳ ଯେତେବେଳେ ବାଷ୍ପରେ ପରିଣତ ହୁଏ ତାହା ଉପରକୁ ଉଠିଥାଏ। ପୁଣି ଥଣ୍ଡା ପାଇଲେ କ'ଣ? ଥଣ୍ଡା ପାଇଲେ ଅର୍ଥ ବର୍ଷା ଦିନେ ତଳକୁ ପାଣି ହେଇକି ପଡ଼ିଥାଏ ହେଲା। ଶିକ୍ଷଣ କାର୍ଯ୍ୟ 3 ଆସ ତଳେ ଲେଖାଥିବା ଶବ୍ଦ ଗୁଡ଼ିକ ମଧ୍ୟରୁ ଗୁଣକୁ ବୁଝାଉଥିବା ଶବ୍ଦ ଚାରିପଟେ ଗୋଲ ବୁଲେଇବା। କେଉଁ ଗୁଡ଼ିକ ଗୁଣ ପିଲାମାନେ? ଗୁଣବାଚକ ବିଶେଷ୍ୟ ଯେଉଁ କୁହାଯାଏ। ଏଠି ଅଛି ଶିକ୍ଷକ, ଶାନ୍ତି, ସୁନା, ଦୁଃଖ, ନିରକ୍ଷରତା, ନଦୀ, ଖେଳ। ତାହେଲେ ଦୁଃଖ ହେଉଛି ତୁମର ଗୁଣ ବୁଝାଉଥିବା ଶବ୍ଦ 2ଟି ହେଲା ଶାନ୍ତି ଆଉ ଦୁଃଖ, ଏ 2ଟି ହବ। ଖ ଯେପରି ବାଟ ଶବ୍ଦରୁ ବାଟେଇବା ହେବା ପରି ତଳ ଶବ୍ଦ ଗୁଡ଼ିକୁ କିପରି ଲେଖିବା? କାନ କାନେଇବା, ଡଙ୍କ ଡଙ୍କେଇବା, ମୁଣ୍ଡ ମୁଣ୍ଡେଇବା,
ଗୋଟା ଗୋଟେଇବା ହେଲା। ଗ ଆଶା ଭରସା ଭଳି ଆଉ 3ଟି ଯୁଗ୍ମ ଶବ୍ଦ ଲେଖ। ଯୁଗ୍ମ କହିଲେ କ'ଣ ପିଲାମାନେ? 2ଟି ଶବ୍ଦ ମିଶିକି ଯୋଡ଼ି ହେଇକି ଥିବେ, ଯୋଡ଼ା ଶବ୍ଦ। ବହିପତ୍ର, ଝାଟିମାଟି, ଘର ଦ୍ୱାର ହେଲା। ଏମିତି 3ଟି ଯୁଗ୍ମ ଶବ୍ଦ ଲେଖିବ। ଶିକ୍ଷଣ କାର୍ଯ୍ୟ 4। ଆସ ତଳ ଲୋକଗୀତର ଛାଡ଼ି ଯାଇଥିବା ଅଂଶକୁ ପୂରଣ କରିବା। ଦେଖ ପିଲାମାନେ, ଗୋଟେ ଲୋକଗୀତ ଅଛି। ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜଲୋ, ଘେନି ନୂଆ ସଜ ବାଜ। ଏ ଗୀତଟି ତ ସବୁ ଘରେ ଘରେ ପରିଚିତ, ତମେ ଜାଣିଥିବ। ଖ ରାଶିରୁ ଛାଡ଼ିଲା ଚୋପା, ମୋନାନୀ ପାଦରେ ନାଲି ଅଳତାଲୋ, ମଥାରେ ସିନ୍ଦୁର ଟୋପା ହେଲା। ଏମିତି ହବ ହେଲା। ଏଇଟା ଲେଖିବ। ତମର ତମର କାର୍ଯ୍ୟ ଫର୍ଦ୍ଦ 6 ସରିଗଲା ହେଲା। ପିଲାମାନେ ଭିଡ଼ିଓଟିକୁ ପ୍ରଥମରୁ ଶେଷ ଯାଏଁ ଦେଖିବ, ଲାଇକ୍ କରିବ, କମେଣ୍ଟ କରିବ, ସେୟାର କରିବ, ଆଉ ଚ୍ୟାନେଲ ଯଦି ନୂଆ ଅଛ ତାହେଲେ ସବସ୍କ୍ରାଇବ୍ କରିଦେବ ହେଲା। ଆମେ ପୁଣି ନେକ୍ସଟ ଭିଡ଼ିଓରେ ଆଉ ଗୋଟେ କାର୍ଯ୍ୟଫର୍ଦ୍ଦ 7 ପଢ଼ିବା। ରହୁଛି, ଧନ୍ୟବାଦ।